ଷଷ୍ଠ କ୍ଲାସ୍ର ଗଣିତର ପ୍ରଥମ ଅଧ୍ୟାୟ ଡିସ୍କସନ୍ କରିବା ହେଲା। ପ୍ରଥମେ ମୁଁ କହିଦେଉଛି କିଛି, ତାପରେ ମୁଁ ବୁଝେଇଦେବି ହେଲା। ଦେଲା ସଂଖ୍ୟାମାନଙ୍କୁ ଜାଣିବା। ଆଚ୍ଛା, ସଂଖ୍ୟାମାନଙ୍କୁ ଜାଣିବା ମାନେ କ'ଣ ନା ସଂଖ୍ୟାମାନଙ୍କ ବିଷୟରେ ଆମେ ଡିସ୍କସନ୍ କରିବା, ଯେଉଁଟାକି ଆମେ ପଞ୍ଚମ ଶ୍ରେଣୀରେ ଚତୁର୍ଥ ଶ୍ରେଣୀରେ ପଢ଼ି ଆସିଛନ୍ତି। ତେଣୁକରି ସେ ପ୍ରଥମେ ଦେଲା ଆମେ ପୂର୍ବରୁ ସଂଖ୍ୟାମାନଙ୍କ ସହିତ ପରିଚିତ ହେଇଛୁ। ବସ୍ତୁ ଗଣିବାରେ ହେଉ କିମ୍ବା ବସ୍ତୁ ଗଣିବାରେ ଆମେ ସଂଖ୍ୟାକୁ ବ୍ୟବହାର କରିଥାଉ। ସେହିପରି ଦୁଇଟି ଡାଲାରେ ଥିବା ଜିନିଷକୁ କେଉଁଠାରେ ବେଶୀ କେଉଁଠାରେ କମ୍ ପରିମାଣ ଅଛି। ମନେକର ସ୍କୁଲରେ ତୁମେ ସ୍କୁଲ ଯାଉଛ, କେତେଜଣ ପିଲା ଆସିଛନ୍ତି, ସେଇ ପିଲାମାନଙ୍କ ମଧ୍ୟରୁ କେତେଜଣ ପୁଅ କେତେଜଣ ଝିଅ। ମନେକର ତୁମକୁ କୁହାଗଲା ତୁମ ଶ୍ରେଣୀ ଗୃହରେ କେତୋଟି ବେଞ୍ଚ ଅଛି, ଟେବୁଲ ଅଛି, ଝରକା ଅଛି, କେତେଜଣ ପିଲା ମନେକର ଗୋଟେ ଖେଳରେ ଭାଗ ନେଉଛନ୍ତି, କେତେଜଣ ପିଲା ସେ ଖେଳରେ ଭାଗ ନେଇ ଉତ୍ତୀର୍ଣ୍ଣ ହେଲେ, କିଏ କିଏ ପ୍ରଥମ ହେଲେ, ଦ୍ୱିତୀୟ ହେଲେ, ତୃତୀୟ ହେଲେ। ଏଇସବୁ କ୍ଷେତ୍ରରେ ଆମେ କ'ଣ ସଂଖ୍ୟାର ବ୍ୟବହାର କରୁଛନ୍ତି। ତେଣୁକରି ସଂଖ୍ୟାର ବ୍ୟବହାର ଦୈନନ୍ଦିନ ଜୀବନରେ ଆମର ବହୁତ ଅଧିକା ହେଇଥାଏ। ବିନା ସଂଖ୍ୟାର ବ୍ୟବହାରରେ ଆମେ ଦୈନନ୍ଦିନ ଜୀବନରେ ନା କିଛି କରିପାରିବା ନା ଚଳିପାରିବା। ତେଣୁକରି ସଂଖ୍ୟାର ବ୍ୟବହାର ସମସ୍ତେ, ଛୋଟ ଛୁଆ ପାଖରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକତା ଅଛି। ଦୈନନ୍ଦିନ ଜୀବନରେ ହେଉ, ପାଠ ପଢ଼ିବାରେ ହେଉ, କିମ୍ବା ଆମର ଯେକୌଣସି ତାଙ୍କର ବେପାର ବାଣିଜ୍ୟ ହେଉ, ସବୁଥିରେ ଟଙ୍କାର ଆବଶ୍ୟକତା ରହୁଛି, ସଂଖ୍ୟାର ଆବଶ୍ୟକତା ରହୁଛି। ତେଣୁକରି ଯଦି ଆମେ ସଂଖ୍ୟା ଗଣି ନ ଶିଖିଥିବା, ତେଣୁ ଟଙ୍କା ଗଣିବା କେମିତି, ବେପାର କରିବା କେମିତି, କିଛି କୌଣସି କାମରେ ଆମେ କରିପାରିବା ନାହିଁ। ତେଣୁକରି ଟଙ୍କାର ବ୍ୟବହାର ସଂଖ୍ୟାର ବ୍ୟବହାର ଅତି ଆବଶ୍ୟକୀୟ। ଆଉ ସଂଖ୍ୟାର ବ୍ୟବହାର ସହିତ ସଂଖ୍ୟାକୁ ଆମେ କେଉଁ ପ୍ରକାର ବ୍ୟବହାର କରିବା। ମନେକର ଗୋଟେ ସଂଖ୍ୟା ଲେଖା ହେଇଛି, ଆମେ ଗଣି ଶିଖିନାହାନ୍ତି, ଆମେ ତାକୁ ଡାହାଣରୁ ବାମକୁ ଗଣିବା କି ବାମରୁ ଡାହାଣକୁ ଗଣିବା କି କେମିତି ଲେଖିବା ଯଦି ଜାଣିନାହାନ୍ତି, ତାହେଲେ ଆମେ ସଂଖ୍ୟାର ବ୍ୟବହାର କରିବା କେମିତି, କରିପାରିବା ନାହିଁ। ସେଇଥିପାଇଁ ଏଇ ବିଷୟରେ ଆମେ କ'ଣ ପଢ଼ିବା ନା ସଂଖ୍ୟାର ବ୍ୟବହାର କେମିତି କ'ଣ କରିବା, କେଉଁଠି କମା ଦେବା, କ'ଣ କରିବା କ'ଣ ନାହିଁ, ସେଇ ବିଷୟରେ ଆମେ ଡିସ୍କସନ୍ କରିବା। ପିଲାମାନେ ଏଇଠି ଦେଖ 6ଟି ଚିତ୍ର ଦେଇଛି। ମହେଶ, ସୁଖବିନ୍ଦର ପାଖରେ କେତେ ଟଙ୍କା ଅଛି? 4,56,349 ଟଙ୍କା। ସରିତା ପାଖରେ କେତେ ଟଙ୍କା ଅଛି? ସରିତା ପାଖରେ ଅଛି 2,80,593 ଟଙ୍କା। ରଙ୍ଗନାଥ ପାଖରେ କେତେ ଟଙ୍କା ଅଛି ଗଣି କୁହ? 3,50,000। ଜମିଲ ପାଖରେ କେତେ ଟଙ୍କା ଅଛି? 1,87,532 ଟଙ୍କା। କେତେ ଟଙ୍କା ଅଛି କୁହ? ଓ ପ୍ରତ୍ୟେକ ପିଲାମାନଙ୍କ ପାଖରେ ଥିବା ଟଙ୍କାର ପରିମାଣକୁ କମା ବ୍ୟବହାର କରି ଲେଖ। ସଂଖ୍ୟାମାନଙ୍କର କମା ଦେବାର ପଦ୍ଧତି ତାର କେମିତି? ଗୋଟେ ହେଲା 1000 ପାଖରେ, ଗୋଟେ ହେଲା ଲକ୍ଷ ପାଖରେ, ଗୋଟେ ହେଲା କୋଟି ପାଖରେ। ଆମେ ଏତିକି ଆମେ ଏବେ ଜାଣିଥିବା ହେଲା। ତାପରେ ଅଧିକ କ୍ଲାସକୁ ଗଲେ ଆମେ ଅଧିକ କମାର ବ୍ୟବହାର କରିପାରିବା। ଏଇଠି ଯେଉଁ ପ୍ରଥମେ ଲେଖିଲା 1,00,000 ଟଙ୍କା, ଏଇଟା ଦେଖ, ଏଇଟା ତାହେଲେ ସେ ପ୍ରଥମେ କେଉଁଠି ଦେଇଛି? 1000 ଘରେ କମା ଦେଲା, ଲକ୍ଷ ଘରେ କମା ଦେଲା। ତାପରେ ଆମକୁ କ'ଣ ଦେଲା ନା କାହା ଜମା ଖାତାରେ ସବୁଠୁ ଅଧିକ ଟଙ୍କା ଅଛି? କହିଲେ ଦେଖ ପିଲାମାନେ, କାହା ଜମା ଖାତାରେ ସବୁଠୁ ଅଧିକ ଟଙ୍କା ଅଛି? ଦେଖ ଏଇ ଯେଉଁ 6 ଜଣଙ୍କ ପାଖରେ ଦେଖ ସମସ୍ତଙ୍କର ଟଙ୍କାର ପରିମାଣଟା ଲକ୍ଷ ହିସାବରେ ଅଛି। ଲକ୍ଷ ମାନେ କ'ଣ? କାହାର ଲକ୍ଷ ଅଛି, କାହାର 4 ଲକ୍ଷ ଅଛି, କାହାର 2 ଲକ୍ଷ ଅଛି, କାହାର 3 ଲକ୍ଷ ଅଛି, କାହାର ପାଖାପାଖି 2 ଲକ୍ଷ ଅଛି, ଏମିତି ଅଛି। ତାହେଲେ ସବୁଠୁ କାହାର ଅଧିକ ଟଙ୍କା ଅଛି କହିଲେ ଦେଖିବେ ପିଲାମାନେ? ମହେଶ, ସୁଖବିନ୍ଦର, ସରିତା, ରଙ୍ଗନାଥ ନା ଜମିଲ, କାହା ପାଖରେ ଅଛି କୁହ? ସବୁଠୁ ଅଧିକ ଟଙ୍କା ଅଛି ସୁଖବିନ୍ଦର ପାଖରେ। କେତେ ଟଙ୍କା ଅଛି? 4,56,349 ଟଙ୍କା ହେଲା। ନେକ୍ସଟ କ୍ୱେଶ୍ଚନକୁ ଯିବା।
କାହାର ଜମା ଖାତାରେ ସବୁଠୁ କମ୍ ଟଙ୍କା ଅଛି? ପିଲାମାନେ କହିଲେ ଦେଖି, କାହାର ଜମା ଖାତାରେ ସବୁଠୁ କମ୍ ଟଙ୍କା ଅଛି? କୁହ। କାହାର ଜମା ଖାତାରେ ସବୁଠୁ କମ୍ ଟଙ୍କା ଅଛି? ନା ମହେଶର ଜମା ଖାତାରେ 1,00,000 ଟଙ୍କା ଅଛି। ତାପରେ ଦେଲା 5 ଜଣ ବ୍ୟକ୍ତିମାନଙ୍କ ପାଖରେ ଥିବା ଟଙ୍କାର ପରିମାଣକୁ ଅଧିକରୁ କମ୍ରେ ସଜାଇ ଲେଖ। ଯେଉଁଟାକୁ ଆମେ କହୁଛନ୍ତି ଲେଖିବାଟା ନାଇଁ କି, ବଡ଼ରୁ ସାନ ହିସାବରେ ଲେଖିବା। ତାହେଲେ ସବୁଠୁ ଅଧିକ କାହାର ଅଛି? ସବୁଠୁ ଅଧିକ ଅଛି କାହାର? ନା ସୁଖବିନ୍ଦରର। ତାପରେ କାହାର ଅଛି? ସୁଖବିନ୍ଦର କେତେ ଅଛି? ନା 4,56,349 ଟଙ୍କା। ରଙ୍ଗନାଥର କେତେ ଟଙ୍କା ଅଛି? ରଙ୍ଗନାଥର ଅଛି 3,50,000। ତାପରେ କାହାର? ସରିତାର 2,80,000। ତାପରେ କାହାର? ଜମିଲର 1,87,000। ତାପରେ କାହାର? ନା ସବୁଠୁ କମ୍ ହେଲା ମହେଶର। ଆମର 1,00,000ଟାକୁ ଆମେ 10 ଅୟୁତ କହିପାରିବା ବା 100,000 ବୋଲି କହିପାରିବା। ଆଉ ଗୋଟେ କ'ଣ, ଯଦି ଆମେ ଏଠି ମୁଁ ଟିକେ ଲେଖୁଛି, ଟିକେ ଅପେକ୍ଷା କର। ଦେଖ, 1, 10, 100, 1000 ଅୟୁତ, ଲକ୍ଷ ଅୟୁତ, କୋଟି, 1 କୋଟି ହେଇଗଲା। ଆଚ୍ଛା, 1 କୋଟିଟାକୁ ଆମେ ଆଉ କ'ଣ କହିପାରିବା? ଦେଖ ପିଲାମାନେ, 1, 10, 100, 1000, ଏଇଠି ଗୋଟେ କମା, ଅୟୁତ ଲକ୍ଷ କହିପାରିବା। 100 ଲକ୍ଷ ହଉନି କି? ଦେଖୁନ, 1, 10, 100, 1000 ଅୟୁତ ଲକ୍ଷ, 100 ଲକ୍ଷ କହିପାରିବା। ଆଉ ଯଦି ମୁଁ ଏଇଠି ଆଉ ଗୋଟେ ଶୂନ ଦେଇଦେଲି, ତାହେଲେ କ'ଣ ହେଇପାରିବ? 1, 10, 100, 1000 ଅୟୁତ ଲକ୍ଷ ନିୟୁତ କୋଟି। ତାହେଲେ ଏଟାକୁ ଆମେ କେମିତି ପଢ଼ିପାରିବା? 10 କୋଟି ବା 1, 10, 100, 1000 ଅୟୁତ ଲକ୍ଷ, 1000 ଲକ୍ଷ ମଧ୍ୟ ଆମେ କହିପାରିବା, ହେଲା କି? ହଉ ପିଲାମାନେ, ଏଇଠି ଦେଖ, ସେ ଦେଲା 1 କୋଟି ପର୍ଯ୍ୟନ୍ତ ସଂଖ୍ୟାର ପରିଚିତି। କେମିତି 1 କୋଟି ପର୍ଯ୍ୟନ୍ତ ଆମେ ଗଣିପାରିବା, ଶିଖିପାରିବା, ହେଲା। ଦେଖ, ଯେତେବେଳେ ସେ ଦେଲା 4 ଅଙ୍କ ବିଶିଷ୍ଟ, ସେ ପ୍ରଥମେ ଦେଲା 4 ଅଙ୍କ ବିଶିଷ୍ଟରୁ 4 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା କେଉଁଟା? 4 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା ମାନେ 4ଟା 9 ଆସିବ, 4,999। ଆଚ୍ଛା, 9,999ଟା କ'ଣ? 4 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା। 9,999ରେ ଯେତେବେଳେ ଆମେ ଏଠି କେତେ 1 ମିଶାଇ ଦେଉଛନ୍ତି, ସେ କ'ଣ ହେଇଯାଉଛି? ନା 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଇଯାଉଛି। ସେଟା କେତେ? ନା 10,000 ହେଇଗଲା। 10,000 ହେଇଗଲା। ତାପରେ ସେ ଦେଲା କ'ଣ? ନା ଯଦି ଆମେ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଗଲାଟା, 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 99,999 ଟଙ୍କା। 99,999। 99,999 ଯଦି ଆମେ 1 ମିଶାଇ ଦେଉଛନ୍ତି, ସେ ତାହେଲେ କେତେ ହେଇଯାଉଛି? 1,00,000 ହେଇଯାଉଛି। ତାମାନେ 99,999 ହେଲା କ'ଣ? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ତା ସହିତ ଯଦି ଆମେ 1 ମିଶ୍ରଣ କରିଦେଉଛନ୍ତି, ତାହେଲେ ସେ ହେଇଗଲା 6 ଅଙ୍କ ବିଶିଷ୍ଟ ସାନ ସଂଖ୍ୟା, ଯେଉଁଟାକି 1,00,000 ହେଲା। ଏଇଟା ଦେଖ, ଏଇଟା ସବୁ ବଢ଼ିଆ ଗୋଟେ ଦେଇଛି। 6 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟାରେ 1 ଯୋଗ କରି ଯୋଗଫଳ କେତେ ହେଲା କୁହ? 6 ଅଙ୍କ ବିଶିଷ୍ଟ ବଡ଼ ସଂଖ୍ୟା କେତେ? 6ଟା 9। ଆଚ୍ଛା, 6ଟା 9ରେ ଯଦି ଆମେ 1 ମିଶାଇ ଦେବା, ତାହେଲେ କେତେ ହେଇଯିବ? 6ଟା 9 ମାନେ କ'ଣ? 1, 2। ପିଲାମାନେ, ଯଦି ଆମେ 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇ ଦେବା, ତାହେଲେ କେତେ ହେଇଯିବ? ହଁ, 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? ନା 9,99,999। ଯଦି 1 ମିଶାଇ ଦେବା, ତାହେଲେ କେତେ ହେଇଯିବ? କେତେ ହେବ? 10,00,000 ହେଇଯିବ। ଆଚ୍ଛା, ଯଦି ଆମେ 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା, 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ ଯଦି 1 ମିଶାଇ ଦେବା, ତାହେଲେ ସେଟା କେତେ ହେଇଯିବ? 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇ ଦେଲେ କେତେ ହେଇଯିବ? 1 କୋଟି ହେଇଯିବ ନା। ସେମିତି ସେଇଠି ସେ ଦେଲା 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ ଯଦି ଆମେ 1 ମିଶାଉଛନ୍ତି, 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 9। 9ରେ ଯଦି 1 ମିଶାଇବା, ସିଏ ହେଇଗଲା 10। ଯଦି 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଉଛନ୍ତି, ସିଏ ହେଇଯିବ 100। ଯଦି 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଉଛନ୍ତି, ସେ କେତେ ହେଇଯିବ? ନା 1000। ଯଦି 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଉଛନ୍ତି, ସେ ତାହେଲେ କେତେ ହେଇଯିବ? 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇ
ପିଲାମାନେ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇଲେ କେତେ ହେବ ନା 10,000। କେତେ ହେବ ନା 10,000। ହେଲା। ଆଚ୍ଛା, ଯଦି ଆମେ କ'ଣ କରିବା ନା 4 ଅଙ୍କ ଗଲା, 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ ଯଦି ଆମେ 1 ମିଶାଇ ଦେବା ତାହେଲେ କେତେ ହେଇଯିବ? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ଯଦି ଆମେ ମିଶାଇ ଦେଉଛନ୍ତି ସେ କେତେ ହେଇଯିବ ନା 1 ଲକ୍ଷ। କେତେ ହେବ? 1 ଲକ୍ଷ। 1 ଲକ୍ଷ। ସେମିତି ଯଦି 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇ ଦେବା ସେ ତାହେଲେ କେତେ ହେଇଯିବ ନା 10 ଲକ୍ଷ। 10 ଲକ୍ଷ। 10 ଲକ୍ଷ ହେଇଗଲା। ସେମିତି ଯଦି 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇ ଦେବା ସେ ତାହେଲେ କେତେ ହେଇଯିବ ନା ସେ ହେଇଯିବ କେତେ? ସେ ହେଇଯିବ କେତେ ନା 1 କୋଟି। ଠିକ୍ ଅଛି। এইটি দেখ দেলা ପିଲାମାନେ କମାର ବ୍ୟବହାର କରି 1 କୋଟିକୁ ଏଇଭଳି ଲେଖାଯାଏ। କେମିତି? ଆଗେ 1000 ପାଖରେ କମା ଦିଆହେଲା ଗୋଟେ, ଲକ୍ଷ ପାଖରେ ଦିଆହେଲା ଗୋଟେ, କୋଟି ପାଖରେ ଦିଆହେଲା ଗୋଟେ। ହେଲା, ତାହେଲେ ବିଭିନ୍ନ କ୍ଷେତ୍ରରେ ଆମେ 1 କୋଟିରୁ ବଡ଼ ସଂଖ୍ୟାମାନଙ୍କର ବ୍ୟବହାର କରିଥାଉ। ଯେଭଳି ଆମ ରାଜ୍ୟର ଲୋକ ସଂଖ୍ୟା, ମନେକର ଆମ ରାଜ୍ୟର ଲୋକ ସଂଖ୍ୟା ଧର 4 କୋଟି। ହେଲା, ଧର 4 କୋଟି 50 ଲକ୍ଷ। ହେଲା, 4 କୋଟି 50 ଲକ୍ଷ। 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି ହେଇଗଲା ନା। 4 କୋଟି 50 ଲକ୍ଷ ଆମ ଓଡ଼ିଶା ରାଜ୍ୟର ଲୋକ ସଂଖ୍ୟା। ହେଲା, ତେଣୁକରି ଆମେ ଏଇଭଳି ଲେଖିପାରିବା। ଦେଖ, 100ଟାକୁ ଆମେ 10 10 ମଧ୍ୟ କହିପାରିବା। 1000ଟାକୁ ଆମେ କେତେ କହିପାରିବା? 10 10 ବା 100 10। 1 ଲକ୍ଷଟାକୁ 100,000 ବା 100 କହିପାରିବା। 1 କୋଟିଟାକୁ 100 ଲକ୍ଷ 10,000 କହିପାରିବା। ହେଲା, ଏଠି ଦେଲା ପିଲାମାନେ 1ର ଡାହାଣ ପଟରେ 7ଟି ଶୂନ ଲେଖିଲେ 1 କୋଟି ହେବ। ଆଚ୍ଛା, ଏଇଟା ଗୋଟେ ବଢ଼ିଆ ଜିନିଷ ଦେଲା ପିଲାମାନେ। ଦେଖ, 1ର ଡାହାଣ ପଟରେ ଯଦି 7ଟି ଶୂନ ରହିଲା ତାହେଲେ ସେଟା କେତେ ହେବ? କେତେ ହେବ କୁହ? 7ଟା ଶୂନ ରହିଲା ମାନେ 1 କୋଟି ହେବ। ଯଦି 8ଟି ଶୂନ ରହିବ 10 କୋଟି। ଦେଖ, 1ର ଡାହାଣ ପଟ 7ଟା ଶୂନ 1 2 3 4 5 6 7 କେତେ ହେଲା? 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି। 7ଟା ଶୂନ ରହିଲେ କୋଟି, ଯଦି 8ଟା ଶୂନ ରହିଯିବ କେତେ? 10 କୋଟି। ସିମ୍ପଲ। ପିଲାମାନେ ଏତିକି ତମର ସଂଖ୍ୟା ବିଷୟରେ ଯାହା ଧାରଣା ଆମେ ପାଇଗଲେ। ନେକ୍ସଟରେ ଆମେ ୟାର କ୍ୱେଶ୍ଚନ୍ ଆନ୍ସର କରିବା। ପିଲାମାନେ ୟୁଟ୍ୟୁବରେ ଟିକେ କ'ଣ କି ରେକର୍ଡ଼ିଂ ମୁଁ ଆଗରୁ କରିନଥିଲି ତ, ସେଇଥିପାଇଁ ଟିକେ ଅସୁବିଧା ହେଉଛି। ତେଣୁକରି ଟିକେ ସେଇଟା ଆଡ଼ଜଷ୍ଟ କରିବ। କ୍ୱେଶ୍ଚନ୍ ଆନ୍ସର ମୁଁ ପୁରା ତୁମକୁ କ୍ରିଷ୍ଟାଲ କ୍ଲିୟର କରିଦେବି। ଯେଉଁଟା ଯାହା ଡାଉଟ୍ ଥିବ କମେଣ୍ଟ ସେକ୍ସନରେ ପଚାରିପାରିବ, କମେଣ୍ଟ ଦେବ। ଯାହାର ଯେଉଁଟା ଡାଉଟ୍ ଥିବ ଆମେ ସେଇଟାକୁ ନିହାତି ଆଉ ଥରେ ତାକୁ କରିବା। ଆଉ ଗୋଟେ କଥା ପିଲାମାନେ ମନେ ରଖିଥିବ, ଗଣିତ ହେଉ, ଇଂଲିଶ ହେଉ, ବିଜ୍ଞାନ ହେଉ, ଯେକୌଣସି ଚାପ୍ଟର ହେଉ, ତୁମେ ଥରେ କରି ପଢ଼ିଦେଲେ କି ଦେଖିଦେଲେ ହେଇଯିବ ସେମିତି କିଛି ମାନେ ନାହିଁ। ବାରମ୍ବାର ଦେଖିବ, ନହେଲେ ନାହିଁ ତୁମେ କମେଣ୍ଟ ସେକ୍ସନରେ ଅଛି, ତାକୁ ତୁମେ ଯାହା ତୁମର ଡାଉଟ୍ ଥିବ ଲେଖିପାରିବ। ମୁଁ ନିହାତି ଭାବରେ ତାକୁ ଫାଇଣ୍ଡ ଆଉଟ୍ କରିକି ନେକ୍ସଟରେ ଯେଉଁଟା ଯାହା ତୁମର ଡାଉଟ୍ ଥିବ ମୁଁ କ୍ଲିୟର କରାଇଦେବି। ଓକେ।